ଆଜି କାହାଣୀରେ ଆମେ ଶୁଣିବା ଗୋଟେ ଛାତ୍ରା ଆଉ ଶିକ୍ଷକଙ୍କ ବାର୍ତ୍ତାଳାପ। ବାଥରୁମ୍ରୁ ଗାଧେଇ ସାରି ଆସି ମୋବାଇଲ ଫୋନ୍ ଦେଖେ ତ 5 ମିନିଟ୍ ଆଗରୁ ଲିପିକାର ଫୋନ୍ ଆସିଥିଲା ବୋଲି ସେଥିରୁ ଜଣାପଡ଼ିଗଲା। ଇଏ ସେହି ଲିପିକା ଯିଏ ଅନେକ ଥର ଗୋଟିଏ କଥା କହେ, ପ୍ରେମ ବିବାହ କରିବା ଗୋହତ୍ୟା, ଅଲଗା ଜାତିରେ ବାହା ହେବା ବ୍ରହ୍ମହତ୍ୟା। ଆଉ ଯେଉଁ ଝିଅ ଏକା ସାଥିରେ ଦୁଇଟା ଯାକ କାମ କରିଦେଲା ସେ 3-5ରୁ ଗଲା ବୋଲି ଜାଣିବାକୁ ପଡ଼ିବ। ତାକୁ ଫୋନ୍ କରିବା ପୂର୍ବରୁ ନାନା ଆଶଙ୍କାରେ ମନ ଘେରି ହୋଇଗଲା। ନିଶ୍ଚୟ ଲିପିକାର ତା ସ୍ୱାମୀ ସହ କାଲି ରାତିରେ ବହୁତ ବଡ଼ ମତାନ୍ତର ହୋଇଥିବ, ନହେଲେ ଯେ ମୋ ପାଖକୁ ଏତେ ସକାଳୁ ଫୋନ୍ କରିନଥାନ୍ତା। ପଚାରି ବୁଝିଲା ପରେ ଜାଣିଲି ଯେ ମୋ ଅନୁମାନ ଅନେକ ଅଂଶରେ ସତ। ସେ ନିଜ ପଟରୁ ଝଗଡ଼ା ଆରମ୍ଭ କରିବା କଥା ମାନିଗଲା। ତା ସହ ପୂର୍ବରୁ ହୋଇଥିବା କଥାବାର୍ତ୍ତାରୁ ମୁଁ ଜାଣିଛି ଲିପିକାର ସ୍ୱାମୀ ଅରୁଣ ବେକାର ହୋଇ ଘରେ ବସିଥିଲେ। ନିଜର ଦରମା ପଇସା ଆଉ କିଛି ଧାର ଉଧାର କରି ବିଜନେସ୍ କରିବା ପାଇଁ ପଇସା ଦେଇଥିଲା ଲିପିକା, କିନ୍ତୁ ଲାଭ ତ ଦୂର, ମୂଳ ବୁଡ଼ିବା ଉପରେ। ଏସବୁ ମୋ ପାଖକୁ ଫୋନ୍ କରିବାର ଏତେ ବଡ଼ କାରଣ ନଥିଲା, କିନ୍ତୁ କାଲି ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ସୋନୋଗ୍ରାଫି ରିପୋର୍ଟ ନର୍ମାଲ ଆସିବା ପରେ ଏ ନେଇ ମୋ ସହ କଥା ହେବା ପାଇଁ ଚାହୁଁଥିଲା। ମୋ ସ୍ୱାମୀ ଆଉ ସ୍ତ୍ରୀଙ୍କ ଭିତରେ ସୃଷ୍ଟି ହୋଇଥିବା ତିକ୍ତତାକୁ ଗମ୍ଭୀରତା ଶୂନ୍ୟ କରିବା ପାଇଁ ହସି ହସି ଲିପିକାକୁ ପଚାରିଲି, ଆଚ୍ଛା, ତୋ ପରି ଝିଅ ତା ସ୍ୱାମୀକୁ ଗାଳି ଦେଇପାରେ? ମୁଁ ଭାବିପାରୁନି। ଲିପିକା କହିଲା, ମୁଁ ତ ମନ ଭରି ଗାଳି ଦିଏ। ରାଗ ଚଢ଼ିଲେ ତୁମେରୁ ତୁ ପର୍ଯ୍ୟନ୍ତ ଓହ୍ଲାଇ ଆସେ। ବେ ବା ପରି ଅସଭ୍ୟ ଶବ୍ଦ ବି କହେ। ତାଠୁ ଏଭଳି ଛନ୍ଦକପଟ ରହିତ ସ୍ପଷ୍ଟ କଥା ଶୁଣି ହସି ହସି ପଚାରିଲି, ଦେଖି ରାତିରେ ସ୍ୱାମୀଙ୍କୁ କି ମିଠା କଥା କହିଛୁ ତାହା ଟିକେ ଜାଣିପାରେ କି? ଲିପିକା କହିଲା, ମୁଁ ତାଙ୍କୁ କହିଲି, ଦୋକାନରେ ଏତେଗୁଡ଼ିଏ ପଇସା ବୁଡ଼େଇଲ, ଆଉ କେଉଁଠି ମାଇପ କରି ତା ପାଖକୁ ପଇସା ପଠାଉନାଉ ତ? ମୁଁ ପଚାରିଲି, ତୋ ସ୍ୱାମୀ କ'ଣ କହିଲେ? ଲିପିକା କହିଲା, ସେ କହିଲେ, ତୁ ମୋତେ ଯାହା ଗାଳି ଦେ ପଛକେ ଏପରି କଥା କହନା। ମୁଁ ସେ ମାଇପ ଫାଇପ କାମ କରିପାରିବି ନାହିଁ। ମୁଁ ଲିପିକାକୁ କହିଲି, ସତରେ ତୋ ସ୍ୱାମୀ ଭଲ? ଲିପିକା କହିଲା, ହଁ ସାର୍, ମୋ ସ୍ୱାମୀ ଭଲ। ମୁଁ ତାଙ୍କୁ ବା ତାଙ୍କ ପରିବାରକୁ ନେଇ ଯାହା କହିଲେ ବି ସେ ଖରାପ ଭାବନ୍ତି ନାହିଁ। ମୁଁ ତ କହେ ତମେ ଚୋର, ଧୋକାବାଜ, ମୋତେ ଫସେଇ ବାହା ହୋଇଗଲ। ତମ ଘରର କେହି ଜଣଙ୍କର ବି ଷ୍ଟାଣ୍ଡାର୍ଡ ଆମ ଘରର ଲୋକଙ୍କ ଷ୍ଟାଣ୍ଡାର୍ଡ ସହ ମିଶିବ? ଏତକ କହିଲା ବେଳେ ଲିପିକା ଅଣନିଶ୍ୱାସୀ ହୋଇପଡ଼ୁଥିଲା। ସେ କଥା ହେଉ ହେଉ ସକାଳର ପାଇଟି କରୁଥିଲା ବୋଧେ। ଟିକିଏ ରୋକିଯାଇ କହିଲା, ଏତକ କହିଦେଲି ସିନା ସାର୍, ଗୋଟିଏ ନାରୀର କି ଷ୍ଟାଣ୍ଡାର୍ଡ ଥାଏ କହିଲେ? ବାପ ଘରେ ଥିଲାବେଳେ ତା ଷ୍ଟାଣ୍ଡାର୍ଡ ବାପାର ଷ୍ଟାଣ୍ଡାର୍ଡ ସହ ଯୋଡ଼ାଯାଏ, ଆଉ ଶାଶୁ ଘରେ ସ୍ୱାମୀର ଷ୍ଟାଣ୍ଡାର୍ଡ ସହ। ମୁଁ ଜଣେ ଶିକ୍ଷିକା ଚାକିରି କଲା ପରେ ବି ମୋ ନିଜର ଷ୍ଟାଣ୍ଡାର୍ଡ କ'ଣ ଅଛି କହିଲେ? ମୋ ସ୍ୱାମୀ ସରଳ ବୋଲି ସିନା ମୋର ସବୁ କଥା ସହିଯାଆନ୍ତି। ମୁଁ କହିଲି, ଆଚ୍ଛା କହିଲୁ, ତୋ ସ୍ୱାମୀ ତୁ ଅନ୍ୟମାନଙ୍କ ସହିତ ଫୋନରେ କଥା ହେଲା ବେଳେ ରାଗନ୍ତି ନାହିଁ? ଏଇ ଯେମିତି ମୋ ସହ ଅସମୟରେ କଥା ହଉଛୁ? ଲିପିକା କହିଲା, ନା ନା, ମୋ ଅରୁଣ ସେପରି ନୁହନ୍ତି। ତାଙ୍କ ସାଙ୍ଗମାନେ ତାଙ୍କୁ କହନ୍ତି, ତମେ ଏତେ ସରଳ କାହିଁକି ହେଉଛ? ସ୍ତ୍ରୀର ଚାଲିଚଳନ ଉପରେ ଲକ୍ଷ୍ୟ ରଖ। ଆଜିକାଲି ଯୁଗ ଠିକ୍ ନୁହେଁ, କେଉଁଠି ଗୋଡ଼ ଖସି ଯାଇପାରେ। କିନ୍ତୁ ମୋ ସ୍ୱାମୀ କହନ୍ତି, ସ୍ତ୍ରୀଟିଏ ପୁରୁଷ ଉପରେ ଆଖି ରଖି ପୁରୁଷକୁ କଟକଣା ଭିତରକୁ ଆଣିପାରେ, କିନ୍ତୁ ପୁରୁଷ ତାହା କରିପାରିବ ନାହିଁ। କେବଳ ସ୍ତ୍ରୀଟି ହିଁ ନିଜକୁ କଟକଣା କରିପାରେ। ଆଉ ଯଦି ସ୍ତ୍ରୀ ବିଗିଡ଼ିବାକୁ ଚାହେଁ ତାକୁ ରୋକିବାଟା ପୁରୁଷର ସାମର୍ଥ୍ୟ ବାହାରେ। ସେଥିପାଇଁ ମୁଁ ମୋ ସ୍ତ୍ରୀକୁ ଅନାବଶ୍ୟକ ସନ୍ଦେହ କରେ ନାହିଁ। ମୁଁ ପଚାରିଲି, ତାହେଲେ ତୁ ତୋ ସ୍ୱାମୀ ଉପରେ ରାଗୁ କାହିଁକି? ପିଲାଟି ତ ଭଲ ବୋଲି ନିଜେ କହୁଛୁ। ଲିପିକା କହିଲା, ଆପଣଙ୍କୁ ଭଲ ଲାଗୁଛନ୍ତି, ତାଙ୍କ ଗୁଣ ଜାଣିନାହାନ୍ତି। ସାଙ୍ଗରେ ନ ଖାଇଲେ ଯେଉଁ ରୁଷା ରୁଷନ୍ତି ଆପଣ ପାଖରେ ରହିଲେ ଜାଣନ୍ତେ। ମୁଁ କହିଲି, ଆରେ ଏ ତ ଆହୁରି ଭଲ କଥା, ଏଥିରେ ତ ରାଗିବାର କିଛି କାରଣ ନାହିଁ। ଲିପିକା କହିଲା, ତାଙ୍କୁ ଲାଜ ସରମ ନାହିଁ, ପ୍ରକାଣ୍ଡ ପାଇଛି ଆସେ। କେଉଁ ପୁରୁଷ ଆଜିକାଲି ସ୍ତ୍ରୀ ସାଙ୍ଗରେ ବସି ଖାଇବାକୁ ଜିଦ୍ କରୁଛି କହିଲେ? ନିହାତି କା ପୁରୁଷ ବେକାର ଓ ଇଡିଏଟ୍। ମୁଁ କହିଲି, ତୁ ଏତେ କଥା କହୁଛୁ, ସେ ଥରୁଟିଏ ବି ତୋ ଉପରେ ରାଗି ନାହାନ୍ତି କେବେ? ଲିପିକା କହିଲା, ରାଗନ୍ତି ନାହିଁ, କିନ୍ତୁ ଦୁଃଖ କରନ୍ତି, ଅନୁରୋଧ କରି କହନ୍ତି, ଏତେ ରାଗ ନା ପ୍ଲିଜ୍। ପେଟରେ ପିଲାଟେ ଅଛି, ତୁମେ ରାଗିଲେ ସେ ସ୍ୱଭାବରେ କ୍ରୋଧୀ ହୋଇଯିବ ନାହିଁ? ଆଉ କେତେବେଳେ କହନ୍ତି, ମୁଁ ଜାଣିଛି ତୋ ରାଗଟା କେବଳ ସାମୟିକ, କିନ୍ତୁ ତୁ ହୃଦୟରେ ଭଲ, ସେଇଥିପାଇଁ ସବୁ ସହିଯାଏ। ବେଶୀ ମନ କଷ୍ଟ ହେଲା ଦିନ କହନ୍ତି, ପରିବାରରେ ଜଣେ ଅବୁଝା ହେଲେ ଆଉ ଜଣକ ବୁଝିଲା ସୁଝିଲା ହେବା ଦରକାର। ମୁଁ ସିନା ଭଲ ପିଲା ବୋଲି ନିଜକୁ ବୁଝାଇ ଦେଉଛି, କିନ୍ତୁ ଯଦି କେବେ ନିଜକୁ ବୁଝାଇ ପାରିବିନି ଆଉ ଆତ୍ମହତ୍ୟା କରି ବସିବି। ଏତକ କହିଲା ବେଳେ ଲିପିକାର ଆଖିରେ ଲୁହ ଆସିଗଲା। ମୁଁ ପଚାରିଲି,
ଏପରି ସ୍ଥିତିରେ ତୁ କ'ଣ କହୁ? ଲିପିକା ଲୁହ ଦବାଇ କହିଲା, ମୁଁ କହିଲି, ମୁଁ ଜାଣେ ତୁମେ କେବେ ବି ଆତ୍ମହତ୍ୟା କରିପାରିବନି। ମୋ ସ୍ୱାମୀ ପଚାରିଲେ, କାହିଁକି କରିପାରିବିନି? ଲିପିକା କହିଲା, ତମ ମା ପାଇଁ ଅନ୍ତତଃ ତୁମେ ଆତ୍ମହତ୍ୟା କରିପାରିବନି। ସେ କହିଥିଲେ, ହଁ ଠିକ୍ କହିଲୁ। ମୁଁ ମଲେ ସତେ ମୋ ମା କାନ୍ଦି କାନ୍ଦି ପାଗଳି ହୋଇଯିବ ମୋ କଥା ଭାବି। ମୁଁ ପଚାରିଲି, କିନ୍ତୁ ଏବେ ତ ସେଇ ମା ତାଙ୍କୁ ଅଲଗା କରି ରଖିଛନ୍ତି। ଲିପିକା କହିଲା, ନା ସାର୍, ଶାଶୁମା ଏତେ ଖରାପ ନୁହନ୍ତି। ସେ ଶ୍ୱଶୁରଙ୍କ ଡରରେ କିଛି କହିପାରନ୍ତିନି। ଶ୍ୱଶୁର ଏଇ ପୁଅଙ୍କଠାରୁ ଯାହା ଲାଭ ନେବାର ଥିଲା ନେଇଗଲେ। ବିଜନେସ୍ ପାଇଁ ପଇସା ଦେବାକୁ ପଡ଼ିବ ବୋଲି ଏବେ ଅଲଗା କରିଦେଇଛନ୍ତି। ମୁଁ କହିଲି, ହଉ, ତୁ ତ ନିଜ ଯତ୍ନ ନେ। ତୋ ପେଟ ଭିତରେ ଗୋଟିଏ ନୂଆ ଜୀବନ ଦୁନିଆର ଆଲୁଅ ଦେଖିବାକୁ ବ୍ୟାକୁଳ ଯେ। ଲିପିକା କହିଲା, ସ୍କୁଲରେ ମହିଳା ସହକର୍ମୀମାନେ ପେଟରେ ଥିବା ଛୁଆର ଲିଙ୍ଗ ନିରୂପଣ କରାଇବାକୁ ପରାମର୍ଶ ଦେଉଛନ୍ତି। ସମୟ ଥାଇ ଗର୍ଭପାତ କରାଇଲେ କିଛି କ୍ଷତି ହେବ ନାହିଁ ବୋଲି କହୁଛନ୍ତି। ମୁଁ କହିଲି, ସମସ୍ତେ ସୃଷ୍ଟିକର୍ତ୍ତାଙ୍କ ଉଦ୍ଦେଶ୍ୟ ବୁଝନ୍ତି ନାହିଁ, କିନ୍ତୁ ସେମାନଙ୍କ ଭିତରେ କେହି ନା କେହି ବୁଝିଲା ସୁଝିଲା ମଣିଷଟିଏ ଥିବ ନିଶ୍ଚୟ। ଲିପିକା କହିଲା, ସ୍କୁଲରେ ତ କେହି ସେମିତି ନାହିଁ, କିନ୍ତୁ ହଁ, ବ୍ଲକ ଅଫିସରେ କାମ କରୁଥିବା ଶୈଳବାଳା ମ୍ୟାଡାମ ସେଭଳି ଏକ ମହିଳା। ସେ ପିଠାପଣା କରି ସାଦଭାର ପଠାଇବାକୁ ଚାହୁଁଛନ୍ତି। ସେ ଜାଣିବାକୁ ଚାହୁଁଛନ୍ତି ମୋ ବାପଘରୁ କେବେ ଭାର ଆସିବ। ନିୟମ ଅନୁସାରେ ବାପଘର ଭାର ପରେ ସେ ଆଉ ଅନ୍ୟମାନେ ସାଦ ପଠାଇ ପାରିବେ। ଏତକ କହୁଥିବା ବେଳେ ଆଖିରୁ ଲୁହ ଝଡ଼ି ପଡ଼ିଲା ଲିପିକାର। ସେ କହିଲା, ମୁଁ ଜାଣିଛି ସାର୍, ମୋ ପାଇଁ କେଉଁଠି ବି କିଛି ଆସିବ ନାହିଁ, ନା ବାପଘରୁ ନା ଶାଶୁଘରୁ। ମୁଁ ପଚାରିଲି, ଏମିତି କାହିଁକି? ଆପଣ ତ ଜାଣନ୍ତି ସାର୍, ମୁଁ ଇଣ୍ଟରକାଷ୍ଟ ମ୍ୟାରେଜ କଲା ପରେ 3 ପାଞ୍ଜିରୁ ଯାଇଛି। ଦେଖି କହିଲେ ସାର୍, ଇଣ୍ଟରକାଷ୍ଟ ବିବାହ କରି ସମାଜର ଏକ ପ୍ରକାର ବହିଷ୍କୃତ ହୋଇଥିବା ପୁଅ ଝିଅଙ୍କର ନଜର କିଏ ଅଛି? ସେମାନଙ୍କର ଗୋଟିଏ ଦୋଷ, ପ୍ରେମ କରିବା ଆଗରୁ ସେମାନେ ହେବାକୁ ଯାଉଥିବା ଜୀବନସାଥୀର ଜାତି ଧର୍ମ ଅତୀତ ଭବିଷ୍ୟତ ବିଷୟରେ ଗବେଷଣା କଲେ ନାହିଁ। ଯଦି ପ୍ରେମ କରିବା ଆଗରୁ ଏତିକି କିଏ କରି ବସେ, ସେ ପ୍ରେମ ପ୍ରେମ ହୋଇ ରହିଲା କେଉଁଠି? ଲିପିକା କହି ଚାଲିଥିଲା, ବାପା ମାସକ ତଳେ ମରିଗଲେ ଯେ ମୋତେ କେହି ଖବର କଲେ ନାହିଁ। ଅନ୍ୟମାନଙ୍କଠାରୁ ଜାଣିଲି। ଇଚ୍ଛା ହେଉଥିଲା ଗାଁକୁ ଦୌଡ଼ିଯିବି, କିନ୍ତୁ ଜାଣିଥିଲି କେହି ମୋତେ ନଜର କରିବେ ନାହିଁ। କାନ୍ଦି କାନ୍ଦି ରହିଲି, ଗଲି ନାହିଁ। ନିଜ ଘରେ ଶୁଦ୍ଧ ହେଲି, ଗାଧୁଆ ପାଧୁଆ କଲି। ବେଶୀ କାନ୍ଦିବାକୁ ସ୍ୱାମୀ ମନା କଲେ, ମୋ ପେଟରେ ଥିବା ଛୁଆ ଉପରେ ପ୍ରଭାବ ପଡ଼ିବ କହି। ମୋ ପ୍ରଥମ ଗର୍ଭରେ ଝିଅ ଥିଲାବେଳେ ମୁଁ ବହୁତ ଡରି ଯାଇଥିଲି ସନ୍ତାନ ଜନ୍ମ କରିବାକୁ। ଡେଲିଭରି କରିବା କୁଆଡ଼େ ଛୁଆର ଜନ୍ମର ଘଟଣା ମାତ୍ର ନୁହେଁ, ଏହା ମା'ର ପୁନର୍ଜନ୍ମ ଜାଣ। ଝିଅ ଜନ୍ମ ବେଳେ ମୋ ସ୍ୱାମୀ ପାଖରେ 100 ଟଙ୍କା ବି ନଥିଲା ମୋତେ ଭଲ କିଛି ଖୁଆଇବା ପାଇଁ। ବଡ଼ ଝିଅ ଜନ୍ମ ବେଳେ ବିବାହିତା ବଡ଼ ଭଉଣୀମାନଙ୍କୁ ପଇସା ମାଗିଥିଲି, କାଳବେଳେ ଅବେଳରେ ବଡ଼ ଖର୍ଚ୍ଚ କିଛି ଆସିଯିବ ବୋଲି। ଆଉ ସେମାନେ ବି ବଡ଼ ଖର୍ଚ୍ଚ କିଛି ହେଇପାରେ ଭାବି ଜାଣିଶୁଣି ପଛେଇଗଲେ। ମୋ ସହ ଆଗରୁ ଫୋନରେ ଯେତିକି କଥା ହେଉଥିଲେ ସେତକ ବି ବନ୍ଦ କରିଦେଲେ। ମୁଁ ପଚାରିଲି, ପୁଣି କେମିତି କ'ଣ ଚଳେଇଲୁ? ଲିପିକା କହିଲା, ସବୁ ଭଗବାନଙ୍କ କୃପା। ଭଗବାନ ବେଶୀ କିଛି ଅଡ଼ୁଆ କଲେନି। ମୋ ଝିଅର ନର୍ମାଲ ଡେଲିଭରି ହେଲା। ଔଷଧ ପାଇଁ କଷ୍ଟେ ମଷ୍ଟେ 500 ଟଙ୍କା ଖର୍ଚ୍ଚ ହୋଇଥିବ। ମୁଁ ଯେଉଁ ଡାକ୍ତରାଣୀଙ୍କ ଝିଅକୁ ଟ୍ୟୁସନ୍ କରୁଥିଲି ତାଙ୍କରି ନର୍ସିଂହୋମରେ ମୋ ଡେଲିଭରି ହେଲା। ସେ ବହୁତ ଭଲ ଲୋକ, ହାତରୁ ଅଧିକ ଖର୍ଚ୍ଚ ହେବା ପାଇଁ ଦେଲେ ନାହିଁ। ସାର୍, ଗୋଟିଏ କଥା କହିବା ବେଳେ ଆଖିରେ ଲୁହ ଆସିଯାଉଛି ମୋର ଏବେ ବି। ମୋ ଝିଅ 21ରେ 500 ଟଙ୍କା ଖର୍ଚ୍ଚ କରି ଶିରିଣୀ ଭୋଗ କରିବାକୁ ବି ପଇସା ନଥିଲା। ଏଇ ଗଲା ମାସ ମାତ୍ର ମୋ ସ୍ୱାମୀ 5000 ଟଙ୍କା କରି ତାର ଜନ୍ମଦିନ ପାର୍ଟି କରି ସମସ୍ତଙ୍କୁ ନିମନ୍ତ୍ରଣ ଦେଇଥିଲେ। ଏହି ପାର୍ଟି ପାଇଁ ବି ମୁଁ ମନା କରୁଥିଲି, କିନ୍ତୁ ସ୍ୱାମୀ କହିଲେ, ଝିଅ ଯଦି ବଡ଼ ହୋଇ ପଚାରେ, ବାପା ମୋ ଜନ୍ମଦିନ ପାଇଁ କ'ଣ କରିଥିଲେ, ତାହେଲେ ମୁଁ ତାର କି ଜବାବ ଦେଇପାରିବି? ମୁଁ କହିଥିଲି, ହଁ, କଥାଟା ସତ। କାଲି ଯେଉଁ ସୋନୋଗ୍ରାଫି କରି ଆସିଲି ସେଥିରେ ଡାକ୍ତରାଣୀ ମୋତେ ମୋ ପେଟରେ ବୁଲୁଥିବା ଛୁଆର ଚିତ୍ର ଦେଖାଇଲେ। ଭାରି ବିକଳ ଲାଗିଲା ପେଟ ଭିତରେ ତାକୁ ଦେଖି। ତାର ମୁଣ୍ଡ, ପେଟ, ଅଳ୍ପ ବିକଶିତ ହୋଇଥିବା ମେରୁଦଣ୍ଡ ସବୁ କିଛି। ମୁଁ ଚାହିଁଥିଲେ ଡାକ୍ତରାଣୀ ମୋର ପୁଅ ହେବ କି ଝିଅ ହେବାକୁ ଯାଉଛି ସୋନୋଗ୍ରାଫି ଦେଖି କହିଦେଇଥାନ୍ତେ। ସେ ନିଶ୍ଚୟ ଜାଣିଥିବେ। ମୁଁ କିନ୍ତୁ ପଚାରିଲି ନାହିଁ। ମୁଁ କହିଲି, ଠିକ୍ କଲୁ ନ ପଚାରି, ଏତେ ଭଲ ବୁଦ୍ଧି ତତେ କିଏ ଦେଲା? ଲିପିକା କହିଲା, ନା ସାର୍, 2ଟି ଛୁଆ ହେଲେ ମୋ ସଂସାର କିପରି ଚଳାଇବି ସେ ଚିନ୍ତା ମୋତେ ଥିଲା, କିନ୍ତୁ ମୋ ସ୍ୱାମୀ କହିଛନ୍ତି, ତୁ ଏତେ କାହିଁ ଚିନ୍ତା କରୁଛୁ? ଯିଏ ବି ଆସିବ ସେ ତା ଭାଗ୍ୟ ନେଇ ଆସିବ। ତାଙ୍କର ଏପରି କହିବାଟା ବି ସତ।
ମୋର ପ୍ରଥମେ ଝିଅଟିଏ ହୋଇଛି ବୋଲି ମୁଁ ଏବେ ପୁଅଟିଏ ଚାହେଁ। ପୁଅଟିଏ ହୋଇଥିଲେ ଝିଅଟିଏ ଚାହିଁଥାନ୍ତି। ଭଉଣୀକୁ ଭାଇଟିଏ ମିଳିଲେ ଭଲ ହୋଇଥାନ୍ତା। କିନ୍ତୁ ପେଟରେ ବୁଲୁଥିବା ଛୁଆଟିକୁ ମୋ ମାତୃତ୍ୱର କି ଜବାବ ଦେବି? ତା ପ୍ରତି ଏଯାଏଁ ତ ଅନ୍ୟାୟ କରିଆସିଛି। ଏଇ ଅବସ୍ଥାରେ କେହି ବୁଲେ? ମୁଁ ତାକୁ ପେଟରେ ଧରି ଏବେ ବି ନିତି ସ୍କୁଲ ଯାଉଛି ଆଉ ଆସୁଛି, ଲୁଗା କାଚୁଛି, ଯାବତୀୟ ଘର କାମ କରୁଛି। ଗୋଟେ ଧଡ଼ଧଡ଼ିଆ ବସ୍ର ପଛ ସିଟ୍ରେ ବସି ଭୁବନେଶ୍ୱର ଶିକ୍ଷକ ସମ୍ମିଳନୀ ଗଳି ଆଉ ତାପରେ ପୁରୀ ବି ବୁଲି ଆସିଲି। ମୁଁ ପଚାରିଲି, ଏବେ ତୁ ସୁସ୍ଥ ଅଛୁ ତ? ଲିପିକା କହିଲା, ସବୁ ଭଲ ସାର୍, କେବଳ ମୁଣ୍ଡଟି ଯାହା ଟିକେ ବୁଲଉଛି। ହିମୋଗ୍ଲୋବିନ୍ 8.4। ମୁଁ କହିଲି, ହଁ, ପିଲାକୁ ଏବେ ରକ୍ତ ଦରକାର। ପିଲା ପେଟରେ ବଢ଼ିଲେ ମାର ରକ୍ତ କମିବ ନିଶ୍ଚୟ। ତୁ କ୍ରମଶଃ ଦୁର୍ବଳ ହେବାକୁ ଆରମ୍ଭ କରିବୁ। ଲିପିକା କହିଲା, ସ୍ୱାମୀ କାଜୁ, ବାଦାମ, ହର୍ଲିକ୍ସ, ଫଳମୂଳ ଆଣିଦେଉଛନ୍ତି। ମୁଣ୍ଡ ବୁଲାଇବା କମୁନାହିଁ। ସେଥିରୁ ରକ୍ଷା ପାଇବା ପାଇଁ ଶୋଇ ପଡ଼ୁଛି ଯାହା। ମୁଁ ପଚାରିଲି, ମୁଁ ତୋ ପାଇଁ କିଛି ପଠାଇବି ବାଳିକା? ଲିପିକା କହିଲା, ନାଇଁ ସାର୍, ଆପଣଙ୍କ ସହ କଥା ହେଲେ ଭଲ ଲାଗେ ବୋଲି ଆପଣଙ୍କୁ ଫୋନ୍ କରିଲି। ଆଜି ଫେସବୁକ୍ରେ ଆପଣ ପୋଷ୍ଟ କରିଥିବା ଚଢ଼େଇମାନଙ୍କୁ ଦେଖି ଖୁସି ହୋଇଗଲି, ଆପଣଙ୍କୁ ଫୋନ୍ କଲି। ସତରେ ମୁଁ ତୋ ଲାଗି ଚିନ୍ତିତ। ଲିପିକା କହିଲା, ଚିନ୍ତା କରନ୍ତୁ ନାହିଁ ସାର୍, ପ୍ରଥମ ଛୁଆଟି ହେଲାବେଳେ ଯେଉଁ କଷ୍ଟ ହେଉଥିଲା ସେ କଷ୍ଟ ଏଥର ନାହିଁ। ଆଉ ସେ ଅରୁଚି ଆଉ ବାନ୍ତି ହେବା ନାହିଁ କି ଛାତି ଧଡ଼ଧଡ଼ ନାହିଁ। ତାପରେ ହସି ହସି କହିଲା, ଆପଣଙ୍କ ବାଳିକା ସମ୍ପୂର୍ଣ୍ଣ ନାରୀଟିଏ ହେବାକୁ ବସିଲାଣି ସାର୍। ଏତିକିବେଳେ ଘରର କଲବେଲ୍ ବାଜିବାର ଶୁଭିଲା। ଗୋଟିଏ ମିନିଟ୍ ହୋଲ୍ଡ କରିବେ ସାର୍? ଏତିକି କହି ଲିପିକା ଦରବାଜା ପାଖକୁ ଚାଲିଗଲା। କୋରିଅର ବୟଠୁ ଗୋଟେ ବଡ଼ ପ୍ୟାକେଟ୍ ଧରି ଆସି ଫୋନ୍ରେ ସ୍ୱରକୁ ଅଭିମାନରେ ଗମ୍ଭୀର କରି କହିଲା, କୋରିଅର ବୟ ଆସିଥିଲା, କିନ୍ତୁ ମୁଁ ତାକୁ ଫେରେଇ ଦେଲି। ମୁଁ ପଚାରିଲି, କିନ୍ତୁ କାହିଁକି? ଲିପିକା ମୋ ପ୍ରଶ୍ନର ଉତ୍ତର ନ ଦେଇ ଅବଜ୍ଞାସୂଚକ ସ୍ୱରରେ କହିଲା, ଆପଣ ବି ବଡ଼ ଦ୍ରୁତ। ଦ୍ରୁତ ପରି ଶବ୍ଦଟି ମୋତେ ଆଦୌ ଭଲ ଲାଗୁନଥିଲା। ମୁଁ ପଚାରିଲି, ମୁଁ ଏପରି କ'ଣ କଲି କି? ଲିପିକା କହିଲା, ଏବେ ଜାଣିଲି ଆପଣ ମୋ ପାଖକୁ ବହି ପଠାଇବା ବାହାନାରେ ମୋ ଠିକଣା କାହିଁକି ମାଗିଥିଲେ। ମୁଁ ହସୁଥିଲି। ଝିଅଟି ମୋ ଦ୍ରୁତତାର ପର୍ଦ୍ଦା ଉନ୍ମୋଚନ କରିସାରିଥିଲା। ସେପଟେ ସେ କାନ୍ଦୁଥିବାର ମୁଁ ଜାଣିପାରିଲି। ତାକୁ ରୋକିବାରେ ମୋ ପାଖରେ ବାଟ ନଥିଲା। ରହୁଛି ଲିପି, ପଛରେ କଥା ହେବା, ମୁଁ ତାକୁ କହିଲି। ସେ ଅଧିକ କିଛି ନ କହି ଫୋନ୍ ରଖିଦେଲା। ଲିପି ପାଖକୁ ମୁଁ ପଠାଇଥିବା ବିଭିନ୍ନ ସ୍ୱାଦରେ ଚକୋଲେଟ୍, ଆମ୍ବସଡ଼ା, ବରକୋଳି ଆଚାର, କାଜୁ, ପିସ୍ତା ବାଦାମ ଆଉ ଲଡ଼ୁ ପ୍ୟାକେଟ୍ ପାଇସାରିଥିଲା। ସେ ଅଭିମାନରେ କୋରିଅର ଫେରାଇ ଦେବା କଥା ମିଛରେ କହୁଥିଲା। ସେ ଜିନିଷ ଗ୍ରହଣ କରିଥିବାର ସୂଚନା ମୋ ମୋବାଇଲ ଫୋନ୍ରେ ଆସିସାରିଥିଲା। ସଞ୍ଜ ବେଳକୁ ମୋ ଫୋନ୍ରେ ଗୋଟେ ଦୀର୍ଘ ମେସେଜ ଆସିଲା। ଲେଖାଥିଲା, ଆପଣ ପଠାଇଥିବା ଉପହାର କଥା ଭାବି ଭାବି ଅଫିସ୍ ଗଲି। ଆଜି ବ୍ଲାକବୋର୍ଡ ଆଡ଼କୁ ମୁହଁ କରି କିଛି ଲେଖୁଥିବା ବେଳେ ଆପଣଙ୍କ କଥା ମନେ ପଡ଼ିଗଲା, ଆଉ ମୁହଁ ଦିଶିଗଲା। ଆଖିରେ ଲୁହ ଝରାଇ ମୁଁ ପୂରା କ୍ଲାସରେ ବସିଥିବା ପ୍ରତ୍ୟେକ ଛୁଆଙ୍କ ଆଡ଼କୁ ଦେଖିଲି। ହାଇସ୍କୁଲ କିମ୍ବା କଲେଜ ପିଲା ହୋଇଥିଲେ ସେମାନଙ୍କୁ ମୋ ଭିତରର ଅନୁଭବ ଶବ୍ଦରେ କହିପାରିଥାନ୍ତି, କିନ୍ତୁ ସେମାନେ ମାତ୍ର ତୃତୀୟ ଶ୍ରେଣୀର ଛୋଟ ଛୋଟ ପିଲା ଥିଲେ। ସେମାନେ ମୋ ଆଖିରେ ଲୁହ ଦେଖି ମୋତେ ଆସି କୁଣ୍ଢେଇ ଧରିଲେ, ଆଉ ମୁଁ ସେମାନଙ୍କୁ ଆଉଁସି ଦେଲି। ଭାବୁଥିଲି, ମଣିଷ ଯଦି କାହାକୁ ଆପଣେଇବାକୁ ଚାହେଁ ତାହେଲେ ତାକୁ ନିଜ ରକ୍ତ ସମ୍ପର୍କୀୟ ଲୋକମାନଙ୍କଠାରୁ ବି ଅଧିକ ଭଲ ମଣିଷ ମିଳିଯିବେ। ଏଥର ମୁଁ ଶୈଳବାଳା ମ୍ୟାମ୍ଙ୍କୁ କହିପାରିବି, ମୋର ସାଧଭାର କେହି ଜଣେ ଆପଣାର ପାଖରୁ ଆସିସାରିଛି ବୋଲି। ଆମ୍ବସଡ଼ା ପ୍ୟାକେଟ୍ ଭିତରେ ଗୁଞ୍ଜି ଦେଇଥିବା ଛୋଟ କାଗଜରେ ଆପଣ ଲେଖିଥିଲେ, ବହୁତ ଖୁସି ତୋ ପାଇଁ, ହସିବୁ। ଆପଣଙ୍କ କହିବା ଅନୁସାରେ ବହୁତ ଖୁସି ହେଲି ସାର୍, କିନ୍ତୁ ଯେତେ ଚେଷ୍ଟା କରିବି ହସି ପାରିଲିନି। ଆଖିରୁ ଆହୁରି ଲୁହ ଝରି ପଡ଼ିଲା। ମୋ ଆଖିରେ ଲୁହର ଶ୍ରାବଣ ତ ଆଗରୁ ଘର କରି ରହିଛି। ଆପଣ ବି ସେଥିରେ ଆଉ ଏକ ରଙ୍ଗର ଲୁହ ଯୋଡ଼ିଦେଲେ। ସବୁ ଲୁହଠୁ ବଳି ଏହି ଲୁହ ଏବେ ମୋର ଖାସ୍ ଆପଣାର। ଏହାକୁ ମୁଁ ମଲାଯାଏ ସାଇତି ରଖିବି। ମୁଁ ସନ୍ଧ୍ୟା ଆକାଶ ଆଡ଼େ ଚାହିଁଲି। ଭଗବାନଙ୍କ ସୃଷ୍ଟିରେ ହସ ଲୁହର ଏହି ଖେଳ ନେଇ ମୁଁ ଆତ୍ମବିସ୍ମିତ ହେଲି। ଫୋନ୍ରେ ସଂକ୍ଷିପ୍ତ ମେସେଜଟିଏ ଟାଇପ୍ କରି ଲେଖିଲି, ମାରେ, ସୁଯୋଗ ମିଳିଲେ ତ ସାଇତା ଲୁହରେ ମୋ ଦ୍ରୁତତାକୁ ଥରୁଟିଏ ଧୋଇଦେବୁ। ଆପଣମାନେ ଶୁଣୁଥିଲେ ଅଜୟ ମହଲଙ୍କ ଲିଖିତ ଗୋଟେ କାହାଣୀ, ଲୁହ ଏକ ରଙ୍ଗର।